ଯାତ୍ରା ଆଡ଼ୁ ଯଦି ବା ମୁହଁ ବୁଲେଇ ନାହାନ୍ତି କିଛି ଘଟଣା ଯେଉଁ ଘଟୁଛି ସବୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ମୁଁ ତ କିଛି କହିବାକୁ ଚାହୁଁନି, ପୁଣି ବିଶେଷ କହିବାକୁ କିଛି ଚାହୁଁନି। ଯାତ୍ରାର ମୁହଁ ବୋଲି ନା ମୁଁ ଜାଣିନି ଭାଇ, ମୋତେ କ୍ଷମା କରନ୍ତୁ, ମୁଁ ଏତିକି କହିଛି। ତଥାପି ମୋର ଏତିକି ଅନୁରୋଧ, ଦର୍ଶକମାନେ ଆମ ଯାଜ୍ଞସିନୀ ପରିବାରକୁ ଦେଖନ୍ତୁ। ଆଶା କରୁଛି ସୁରେଶ ମେଳା ଜୁଲି ପଣ୍ଡାକୁ ଯଦି ଭଲ ପାଉଥିବେ ତାହେଲେ ଦେଖିବାକୁ କେବେ ବି ଭୁଲିବେନି। ମୋର ଯାଜ୍ଞସିନୀରେ ହଁ ନିଶ୍ଚୟ ମିଳିବ। ଯଦି ଦର୍ଶକମାନେ ଭଲ ପାଉଥିବେ ତାହେଲେ ଭଲ ପାଇବା ନିଶ୍ଚିତ ମିଳିବ। ଆଶା କରୁଛି ଦର୍ଶକମାନଙ୍କର ଭଲ ପାଇବା ମୋ ପ୍ରତି ରହିବ, ଆଉ ମୁଁ ମଧ୍ୟ ସେତିକି କାମ କରି ଦେଖେଇବି, ମୋର ଆଶା। ଜୟ ଜଗନ୍ନାଥ। ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ମୋର ପ୍ରଣାମ। ଯାଜ୍ଞସିନୀ ପରିବାର ବହୁତ ଭଲ ଲାଗୁଛି, ଯେହେତୁ ବହୁତ ଦିନ ପରେ ତୁଳସୀ ଛାଡ଼ି ମୁଁ ଯାଜ୍ଞସିନୀ ଆସିଛି। ଆଶା କରୁଛି ଯାଜ୍ଞସିନୀରେ ବହୁତ ଭଲ ପାଇବା ଦେବେ। ଆମର ଯେଉଁ ନୂଆ ନାଟକ ଚାଲିଛି ବହୁତ ଭଲ ହେଇଛି, ସବୁ କଳାକାରମାନେ ଭଲ ଅଛନ୍ତି। ଆଉ ଦର୍ଶକ ବନ୍ଧୁମାନଙ୍କୁ ମୋର ଏତିକି ଅନୁରୋଧ, ଆମ ଯାଜ୍ଞସିନୀ ପରିବାରକୁ ଦେଖିବେ, ନାଟକ ଦେଖିବେ, ଆମକୁ ଭଲ ପାଇବା ଦେବେ। ହଁ ନିଶ୍ଚୟ ମିଳିବ। ଯଦି ଦର୍ଶକମାନେ ଭଲ ପାଉଥିବେ ତାହେଲେ ଭଲ ପାଇବା ନିଶ୍ଚିତ ମିଳିବ। ଆଶା କରୁଛି ଦର୍ଶକମାନଙ୍କର ଭଲ ପାଇବା ମୋ ପ୍ରତି ରହିବ, ଆଉ ମୁଁ ମଧ୍ୟ ସେତିକି କାମ କରି ଦେଖେଇବି, ମୋର ଆଶା। ଡାଇଲଗ ତ ବର୍ତ୍ତମାନ ଏପର୍ଯ୍ୟନ୍ତ ଆମ ଖାତାକୁ ଲେଖିନି। ସେଇଟା କୋଉ ନାଟକର ଯୋଉ ଗ୍ୟାଙ୍ଗଷ୍ଟର, ସେଟା ସେମିତି କିଛି ହେଇନି, ଗୋଟେ ଖାଲି ଗୋଟେ ପ୍ରମୋରେ ପକେଇବା ପାଇଁ ଏମିତି ଗୋଟେ କରିଥିଲେ ଆଉ। ଆଶା କରୁଛି ସୁରେଶ ମେଳା ଜୁଲି ପଣ୍ଡାକୁ ଯଦି ଭଲ ପାଉଥିବେ ତାହେଲେ ଦେଖିବାକୁ କେବେ ବି ଭୁଲିବେନି, ମୋର ଯାଜ୍ଞସିନୀରେ। ହଁ ତଥାପି 10-12 ବର୍ଷ ହେଇଗଲାଣି। ମୋର ଆଶା ଅଛି ଭଲ ପାଇବା ଦେବେ ନିଶ୍ଚିତ, ଯେହେତୁ ବହୁତ ଦିନ ପରେ ପୁରୁଣା ଯୋଡ଼ି ଏକାଠି ହେଇଛି। ଆଉ ମୋର ଆଶା ଯାତ୍ରା ଆଡ଼ୁ ଯଦି ବା ମୁହଁ ବୁଲେଇ ନାହାନ୍ତି କିଛି ଘଟଣା ଯେଉଁ ଘଟୁଛି ସବୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ମୁଁ ତ କିଛି କହିବାକୁ ଚାହୁଁନି, ପୁଣି ବିଶେଷ କହିବାକୁ କିଛି ଚାହୁଁନି। ଯାତ୍ରାର ମୁହଁ ବୋଲି ନା ମୁଁ ଜାଣିନି ଭାଇ, ମୋତେ କ୍ଷମା କରନ୍ତୁ, ମୁଁ ଏତିକି କହିଛି। ତଥାପି ମୋର ଏତିକି ଅନୁରୋଧ, ଦର୍ଶକମାନେ ଆମ ଯାଜ୍ଞସିନୀ ପରିବାରକୁ ଦେଖନ୍ତୁ, ବାସ୍ ସଇଲା। ଘରେ ମୋ ପୁଅ ପାଖରେ ସମୟ କଟିଲା, ଆଉ ଯୋଉ କେତେ ଦିନ ଛୁଟି ପୁଅ ସାଙ୍ଗରେ। ହଁ ବର୍ଷ ସାରା ଅନିଦ୍ରା ରହି ରହି ଆମେ ଖୋଜୁଥିଲୁ କୋଉ ଦିନ ସେଦିନ ଆସିବ, ଶୋଇବା ଦିନଟା। ଖୁସି ଲାଗିଲା, ସେ ଯୋଉ 8 ଦିନ ଶୋଇଲୁ ବହୁତ ଶାନ୍ତି ଲାଗିଲା। ଆଜ୍ଞା ଭାବୁଛି ଆମର ସବୁ ନାଟକ ଭଲ ହବ ନିଶ୍ଚିତ, ତା ଦେହରୁ କୋଉଟା ସୁପରହିଟ୍ ହବ ସେଇଟା ସମୟ କହିବ।